हेलो पिलाମାନେ ୱେଲକମ୍ ବ୍ୟାକ୍ ଟୁ ଆୱାର ୟୁଟ୍ୟୁବ୍ ଚ୍ୟାନେଲ୍। ଆଜି ମୁଁ ନବମ ଶ୍ରେଣୀ କାହା ମୁଖ ଅନାଏ ବଞ୍ଚିବିର କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନ ଉତ୍ତର ଆଲୋଚନା କରିବି। ପିଲାମାନେ ମୁଁ ଗୋଟିଏ ଭିଡ଼ିଓ କରିଛି, ସେଠାରେ 1 ରୁ 9 ନମ୍ବର କ୍ୱେଶ୍ଚିନ୍ ଆନ୍ସର୍ ଡିସ୍କସନ୍ କରିଛି। ଯେଉଁମାନେ ଦେଖିନ ମୋ ଚ୍ୟାନେଲ୍କୁ ଯାଇ ଦେଖିପାରିବ। ଆଜି ଦେଖିବା କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନ ଉତ୍ତରଗୁଡ଼ିକୁ। 10 ନମ୍ବର କ୍ୱେଶ୍ଚିନ୍, ଶ୍ୟାମଘନ ବୋଲି କିଏ କାହାକୁ ସମ୍ବୋଧନ କରିଛନ୍ତି? ଆନ୍ସର୍ ଲେଖିବ ଶ୍ୟାମଘନ ବୋଲି ମାତା ଯଶୋଦା ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କୁ ସମ୍ବୋଧନା କରିଛନ୍ତି। 11 ନମ୍ବର, ଜୀବନ ବିନା ଝଷ କ'ଣ ହୁଏ? ଆନ୍ସର୍ ଲେଖିବ ଜୀବନ ଅର୍ଥାତ୍ ଜଳ ବିନା ଝଷ ଅର୍ଥାତ୍ ମାଛର ଜୀବନ ଧାରଣ ସମ୍ଭବ ନୁହେଁ। ପିଲାମାନେ ଏଠାରେ ଝଷର ଅର୍ଥ ହେଉଛି ମାଛ। ପୁଣି ଯିବା 12 ନମ୍ବର କ୍ୱେଶ୍ଚିନ୍, ରାଜାଙ୍କ ବିନା ରାଜ୍ୟର ଅବସ୍ଥା କ'ଣ ହୁଏ? ଆନ୍ସର୍ ଲେଖିବ ରାଜାଙ୍କ ବିନା ରାଜ୍ୟର ଶାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ସହ ଅପରାଧୀଙ୍କ ଉପଦ୍ରବ ତଥା ଶତ୍ରୁ ଆକ୍ରମଣରେ ରାଜ୍ୟ ଚାରଖାର ହୋଇଯାଏ, ମାନେ ଖଣ୍ଡ ବିଖଣ୍ଡ ହୋଇଯାଏ। 13 ନମ୍ବର କ୍ୱେଶ୍ଚିନ୍, କୃଷ୍ଣଙ୍କ ଅନୁପସ୍ଥିତିରେ ନିଜର ଜୀବନ କାହା ଭଳି ହେବ ବୋଲି ଯଶୋଦା ଆଶଙ୍କା କରିଛନ୍ତି? ଆନ୍ସର୍ ଲେଖିବ କୃଷ୍ଣଙ୍କ ଅନୁପସ୍ଥିତିରେ ନିଜର ଜୀବନ ଜଳ ବିନା ମାଛ ତଥା ରାଜା ବିନା ଦେଶର ଅବସ୍ଥା ପରି ହେବ ବୋଲି ଯଶୋଦା ଆଶଙ୍କା କରିଛନ୍ତି ବା ଭାବିଛନ୍ତି। 14 ନମ୍ବର କ୍ୱେଶ୍ଚିନ୍, କୃଷ୍ଣ ତାଙ୍କ ପିତାଙ୍କୁ କ'ଣ ମାଗନ୍ତି? ଆନ୍ସର୍ ଲେଖିବ ବାଳକ କୃଷ୍ଣ ତାଙ୍କ ପିତାଙ୍କୁ ଅଳି କରି ବା ଅଝଟ କରି ଆକାଶର ଚାନ୍ଦ ମାଗନ୍ତି, ମାନେ ଆକାଶର ଚାନ୍ଦ କିଏ? ଜହ୍ନ। 15 ନମ୍ବର କ୍ୱେଶ୍ଚିନ୍, ଯଶୋଦା କୃଷ୍ଣଙ୍କ ଶରୀରରେ କ'ଣ ଲେପନ କରୁଥିଲେ ବା ଲଗାଉଥିଲେ? ଆନ୍ସର୍ ଲେଖିବ ଯଶୋଦା କୃଷ୍ଣଙ୍କ ଶରୀରରେ ଅଗୁର, ଚନ୍ଦନ, କସ୍ତୁରୀ, କୁଙ୍କୁମ ଲେପନ କରୁଥିଲେ, ତାଙ୍କ ଶରୀର ଥଣ୍ଡା ରହିବା ପାଇଁ ଆଉ। 16 ନମ୍ବର କ୍ୱେଶ୍ଚିନ୍, ଯଶୋଦା କୃଷ୍ଣଙ୍କ ମସ୍ତକରେ କିପରି ବେଶ କରୁଥିଲେ? ମସ୍ତକ ପିଲାମାନେ ମୁଣ୍ଡ। ଆନ୍ସର୍ ଲେଖିବ ଯଶୋଦା କୃଷ୍ଣଙ୍କ ଘନ କେଶରାଜିକୁ ସୁନ୍ଦର ଭାବରେ ବାନ୍ଧି ତହିଁରେ ପୁଷ୍ପ ମଣ୍ଡନ କରିବା ସହ ଲଲାଟରେ ଚନ୍ଦନର ଚିତା ଲଗାଉଥିଲେ। 17 ନମ୍ବର କ୍ୱେଶ୍ଚିନ୍, କୃଷ୍ଣଙ୍କ କାନରେ କ'ଣ ଶୋଭା ପାଏ? ଆନ୍ସର୍ ଲେଖିବ କୃଷ୍ଣଙ୍କ କର୍ଣ୍ଣ ଯୁଗଳରେ କୁଣ୍ଡଳ ଶୋଭା ପାଏ। କର୍ଣ୍ଣ ଯୁଗଳ ଯେଉଁଟା କାନ ମଧ୍ୟ ସେଇଟା। ଏଇଟା ଖାଲି ଓଡ଼ିଆ ଭାଷାରେ କୁହାଯାଇଛି ଆଉ। 18 ନମ୍ବର କ୍ୱେଶ୍ଚିନ୍, କୃଷ୍ଣ ବନକୁ ଗଲେ ଯଶୋଦାଙ୍କ ମନରେ କି ଅନୁଭୂତି ସୃଷ୍ଟି ହୁଏ? ଆନ୍ସର୍ ଲେଖିବ କୃଷ୍ଣ ବନକୁ ଗଲା ପରେ ତାଙ୍କ ବିଚ୍ଛେଦକୁ ସହି ନ ପାରି ସତେ ଯେପରି କୃଷ୍ଣ ତାଙ୍କ ପ୍ରାଣକୁ ସଙ୍ଗରେ ନେଇଯାଇଥିବା ପରି ଯଶୋଦା ଅନୁଭବ କରନ୍ତି। 19 ନମ୍ବର କ୍ୱେଶ୍ଚିନ୍, କୃଷ୍ଣଙ୍କ ଅନୁପସ୍ଥିତିରେ ଯଶୋଦା କ'ଣ କରିବେ ବୋଲି କହିଛନ୍ତି? ଆନ୍ସର୍ ଲେଖିବ କୃଷ୍ଣଙ୍କ ଅନୁପସ୍ଥିତିରେ ପୁତ୍ର ବିରହ ସହି ନ ପାରି ଯଶୋଦା ଗଭୀର ଜଳରେ ଆତ୍ମା ବିସର୍ଜନ କରିବେ ବୋଲି କହିଛନ୍ତି। 20 ନମ୍ବର କ୍ୱେଶ୍ଚିନ୍, ଯଶୋଦା କୃଷ୍ଣଙ୍କୁ କ'ଣ ଖାଇବାକୁ ଦିଅନ୍ତି? ଆନ୍ସର୍ ଲେଖିବ ଯଶୋଦା କୃଷ୍ଣଙ୍କୁ ଅମୃତ ତୁଲ୍ୟ ସର, ଲବଣୀ, ରାବିଡ଼ି ଓ ପାଚିଲା ଖାଦ୍ୟ ଯଥା କଦଳୀ ଖାଇବାକୁ ଦିଅନ୍ତି। ପିଲାମାନେ କ'ଣ ପାଇଁ ଯଶୋଦା କୃଷ୍ଣଙ୍କୁ ଖାଇବାକୁ ଦିଅନ୍ତି? କାରଣ ନା କୃଷ୍ଣ ବହୁତ ପତଳା ଥିବାରୁ ଏବଂ ସେ ପାହାଡ଼ ଗୁଡ଼ିକ ଚଢ଼ି ପାରୁନଥିଲେ। ଏବେ ଦେଖିବା 21 ନମ୍ବର କ୍ୱେଶ୍ଚିନ୍। ପିଲାମାନେ ଏତିକି ପର୍ଯ୍ୟନ୍ତ ଯେଉଁମାନେ ଦେଖିଛ ଲାଇକ୍ ସେୟାର କରିଦିଅ। କୃଷ୍ଣଙ୍କୁ ସୁସ୍ୱାଦୁ ଖାଦ୍ୟ ରୁଚେ ନାହିଁ ବୋଲି କବିତାର ଯେଉଁ ପଂକ୍ତିରୁ ଜଣାପଡ଼ୁଛି ତାହା ଲେଖ। ଆନ୍ସର୍ ଲେଖିବ ସର ଲବଣୀ ଅଧାମ, ପକ୍ୱ ରମ୍ଭା ସୁଧାସମ, ମୁଖେ ଦେଲେ ଥୁ ଥୁ କରି ଫିଙ୍କୁ। 22 ନମ୍ବର କ୍ୱେଶ୍ଚିନ୍, କୃଷ୍ଣ ରାଗିଗଲେ କ'ଣ କରୁଥିଲେ? ଆନ୍ସର୍ ଲେଖିବ କୃଷ୍ଣ ରାଗିଗଲେ ପାକ ହାଣ୍ଡି ଭାଙ୍ଗି ଦେଉଥିଲେ ବା ପାଣି ହାଣ୍ଡି ଭାଙ୍ଗି ଦେଉଥିଲେ। 23 ନମ୍ବର କ୍ୱେଶ୍ଚିନ୍, କୃଷ୍ଣ ଡରିଗଲେ କ'ଣ କରୁଥିଲେ? ଆନ୍ସର୍ ଲେଖିବ କୃଷ୍ଣ ଡରିଗଲେ ଧାଇଁ ଯାଇ ମାଆଙ୍କୁ କୁଣ୍ଢାଇ ଧରି ତାଙ୍କ ପିନ୍ଧା ବସନିରେ ବା ବସ୍ତ୍ରରେ ନିଜର ମୁଖକୁ ଘୋଡ଼ାଇ ଦେଉଥିଲେ। 24 ନମ୍ବର କ୍ୱେଶ୍ଚିନ୍, କୃଷ୍ଣ କାହାକୁ ଦେଖି ଭୟ କରୁଥିଲେ? ଆନ୍ସର୍ ଲେଖିବ କୃଷ୍ଣ ଛାଇକୁ ଦେଖି
ତଥା ଅନ୍ଧାର ଘର ଓ କାନ୍ଥରେ ଥିବା ଭୟଙ୍କର ମୂର୍ତ୍ତି ତଥା ଚିତ୍ର ପନ୍ଥକୁ ଦେଖି ଡରୁଥିଲେ। 25 ନମ୍ବର କ୍ୱେଶ୍ଚିନ୍, କୃଷ୍ଣ ମଥୁରାରେ କ'ଣ ଶୁଣି ଅଧିକ ଭୟଭୀତ ହୋଇପଡ଼ିବେ ବୋଲି ଯଶୋଦା ଆଶଙ୍କା ପ୍ରକାଶ କରିଛନ୍ତି? ଆନ୍ସାର ଲେଖିବ, ମଥୁରାରେ ହାତୀ ଓ ଘୋଡ଼ାଙ୍କର ଗର୍ଜନ ଶୁଣି କୃଷ୍ଣ ଅଧିକ ଭୟଭୀତ ହୋଇପଡ଼ିବେ ବୋଲି ଯଶୋଦା ଆଶଙ୍କା କରିଛନ୍ତି ବା ଭାବିଛନ୍ତି। ଆଶଙ୍କାର ଅର୍ଥ ଭାବିବା। 26 ନମ୍ବର, କୃଷ୍ଣ ଉଚ୍ଚ ପାହାଚ ଉଠିପାରନ୍ତି ନାହିଁ ବୋଲି ଯଶୋଦା କାହିଁକି କହିଛନ୍ତି? ଆନ୍ସାର ଲେଖିବ, କୃଷ୍ଣ ଭୟାଳୀ ଥିବାରୁ ଉଚ୍ଚ ପାହାଚ ଉଠିପାରନ୍ତି ନାହିଁ ବୋଲି ଯଶୋଦା କହିଛନ୍ତି। ଭୟାଳୁ ମାନେ ଭୟ କରୁଥିଲେ। 27 ନମ୍ବର, କାନ୍ଥରେ ଭୟଙ୍କର ମୂର୍ତ୍ତିର ଚିତ୍ର ଦେଖି କୃଷ୍ଣ କ'ଣ କରୁଥିଲେ? ଆନ୍ସାର ଲେଖିବ, କାନ୍ଥରେ ଭୟଙ୍କର ମୂର୍ତ୍ତିର ଚିତ୍ର ଦେଖି କୃଷ୍ଣ ସଙ୍ଗେ ସଙ୍ଗେ ସେ ଘରୁ ବାହାରି ଆସୁଥିଲେ। କାନ୍ଥରେ ଭୟଙ୍କର ଚିତ୍ର ସବୁ ଲଗାଇଥିବେ ନା, ତାହାକୁ ଡରି ମାତା ଯଶୋଦାଙ୍କ ପାଖକୁ ଆସିଯିବ। 28 ନମ୍ବର କ୍ୱେଶ୍ଚିନ୍, କୃଷ୍ଣ କ୍ଳାନ୍ତ ହୋଇ କେଉଁଠି ଶୋଇଯାଉଥିଲେ? ଆନ୍ସାର ଲେଖିବ, କୃଷ୍ଣ କ୍ଳାନ୍ତ ହୋଇ ମାଆଙ୍କ କୋଳରେ ଶୋଇଯାଉଥିଲେ। ମା କିଏ? ଯଶୋଦା। 29 ନମ୍ବର କ୍ୱେଶ୍ଚିନ୍, କୃଷ୍ଣ ଶୋଇଥିଲା ବେଳେ କାହିଁକି ଚମକି ଉଠୁଥିଲେ ବୋଲି ମାତା ଯଶୋଦା କହିଛନ୍ତି? ଆନ୍ସାର ଲେଖିବ, କୃଷ୍ଣ ଶୋଇଥିବା ବେଳେ ନିଦରେ ଭୟଙ୍କର ସ୍ୱପ୍ନ ଦେଖି ଚମକି ପଡ଼ୁଥିଲେ। 30 ନମ୍ବର କ୍ୱେଶ୍ଚିନ୍, କୃଷ୍ଣ ଚମକି ପଡ଼ି କ'ଣ କରୁଥିଲେ? ଆନ୍ସାର ଲେଖିବ, କୃଷ୍ଣ ଭୟରେ ଚମକି ପଡ଼ି ମାତା ଯଶୋଦାଙ୍କ କଣ୍ଠରେ ଦୁଇ ହାତକୁ ଛନ୍ଦି ଲୁଗା ଘୋଡ଼ି ହୋଇ ଶୋଇଯାଉଥିଲେ। ପିଲାମାନେ ତମେ ମଧ୍ୟ ଏମିତି ହିଁ କରୁଥିବ। ହଉ ପିଲାମାନେ, ଆଜି କ୍ଷୁଦ୍ର ଉତ୍ତରମୂଳକ କ୍ୱେଶ୍ଚିନ୍ ଆନ୍ସାର ସରିଛି। ପୁଣି ନେକ୍ସଟ ଭିଡ଼ିଓରେ ଆଉ କେଉଁ ଚାପ୍ଟର ଆଣି